ମର୍ଣ୍ଣିଂରେ ବୁଲା ସରିଲା ପରେ ଏବେ ଲଞ୍ଚ ଟାଇମ୍ ହେଇଥିଲା, ସେଥିପାଇଁ ମୋ ପାଖରେ ଥିବା ଗୋଟେ ଛୋଟ ମୂଷା ଆଉ ମୋ ପେଟରେ ଥିବା ମୂଷା ବହୁତ ଜିଦ୍ କଲେ ଖାଇବା ପାଇଁ। ସେଥିପାଇଁ ଗୋଟେ ବଢ଼ିଆ ମିଲ୍ ଅର୍ଡ଼ର କରି ଆମେ ଖାଇନେଲୁ, ଯେଉଁଥିରେ ଥିଲା ଦହି କାକୁଡ଼ି ସାଲାଡ଼ ଆଉ ପୋଟଳ ଭଜା ଆଉ ଗୋଟେ ମଞ୍ଜାର କ'ଣ ଗୋଟେ ହେଇଥିଲା, ଆଉ ଡାଲି, ଏମିତି କେତେ ରକମ ସାଧା ମିଲ୍ ଥିଲା ଗୋଟେ। ଆଉ ପୁରା ଆମ ଓଡ଼ିଆ ଷ୍ଟାଇଲ୍ ବି ଖାଇବାଟା ଥିଲା, ତ ଭଲ ଲାଗିଲା ଖାଇବା ପାଇଁ। ଖାଇସାରିଲା ପରେ ଆମେ ଚାଲିଲୁ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର, ମାନେ ତିରୁପତି ବାଲାଜୀ ମନ୍ଦିର। ଆନ୍ଧ୍ରପ୍ରଦେଶ ତ ବହୁତ ବଡ଼ ମନ୍ଦିର ଅଛି, ବାସ୍ ଏଇଟା ହେଉଛି ଯେମିତିକି ଆମର ସେକେଣ୍ଡ ପୁରୀ, ଏଇଟା ହେଉଛି ସେକେଣ୍ଡ ତିରୁପତି ବାଲାଜୀ ମନ୍ଦିର। ତ ସେଠିକି ଆସିଥିଲୁ, ଆଉ ସେ ମନ୍ଦିର ଚାରିପାର୍ଶ୍ୱ ମଧ୍ୟ ବହୁତ ବଡ଼ ଥିଲା। ଆଉ ମନ୍ଦିର ପାର୍ଶ୍ୱ ମଧ୍ୟରେ ମଧ୍ୟ ଦୁଇଟି ଦେବୀଙ୍କ ମନ୍ଦିର ଥିଲା। ଇଏ ହେଉଛି ସେଇ କନ୍ୟାକୁମାରୀର ପୁରା ଯେଉଁ ସମୁଦ୍ର ଅଛି, ସେଇ ସମୁଦ୍ର ପାଖରେ ହିଁ ମନ୍ଦିରଟା ଅଛି। ପୁରା କିଛି ମିଟର ପରେ ଏଇଟା ଅଛି। ଆଉ ସେ ମନ୍ଦିର ପାର୍ଶ୍ୱରେ ମଧ୍ୟ ଛୋଟ ମିନି ଗାର୍ଡ଼େନଟିଏ ଥିଲା। ଆଉ ବହୁତ ସୁନ୍ଦର ବି ଲାଗୁଥିଲା, କାରଣ ଏପଟେ ସମୁଦ୍ର ଢେଉ ଚାଲିଥାଏ, ଏପଟେ ମନ୍ଦିର। ଆଉ ସନ୍ଧ୍ୟା ଟାଇମ୍ରେ ତ ବହୁତ ମଜା ଆଉ ବହୁତ ଭଲ ବି ଲାଗୁଥିବ। ତ ସେଠି ଆମେ ଟିକେ କିଛି ସମୟ ଟାଇମ୍ ସ୍ପେଣ୍ଡ କଲୁ। ଆଉ କରିସାରିଲା ପରେ ନେକ୍ସଟ ଟାଇମ୍ ଗୋଟେ ମ୍ୟୁଜିୟମ୍ ଯାଇଥିଲୁ, କିନ୍ତୁ ମ୍ୟୁଜିୟମ୍ କିଛି ଖାସ୍ ଲାଗିଲାନି। ଏଣ୍ଟ୍ରି ଫିସ୍ ବି 700 ଥିଲା। ଆମେ ତ ମୁମ୍ବାଇରେ ବି ବୁଲି ଯାଇଥିଲୁ, ସେଥିପାଇଁ ଆଉ ସେଠି ଏଣ୍ଟ୍ରି କଲୁନି। ତାପରେ ନେକ୍ସଟ ଗୋଟେ ଯାଇଥିଲୁ ୱାଟର ଲାଇଟ୍ ପାର୍କ, ସେଠି ବି କିଛି ତ ଖାସ୍ ଦେଖିବାକୁ ମିଳିଲାନି, ବାସ୍ ଗୋଟେ ନୂଆ ଏକ୍ସପିରିଏନ୍ସ ହେଇଗଲା। ତ ସେଠି କିଛି ସମୟ ଦେଖିଲା ପରେ ପୁଣି ଆସିଯାଇଥିଲୁ କନ୍ୟାକୁମାରୀ ମାର୍କେଟ, ସେଠି ଟିକେ ବୁଲିଲୁ, କିଛି କିଣାକୁଣି କଲୁ। ତାପରେ ସେଇ କନ୍ୟାକୁମାରୀ ସମୁଦ୍ର ପାଖରେ କିଛି ସମୟ ଟାଇମ୍ ସ୍ପେଣ୍ଡ କଲୁ। ପଟାଟୋ ଷ୍ଟିକ୍ ମୁଁ ଏନ୍ଜୟ କଲି, ଆଉ ବାପ ଝିଅ ତାଙ୍କର ବବଲ୍ସ ଯେଉଁ ସେଟା ବି ଖେଳାଖେଳି କଲେ। ଖେଳି ସାରିଲା ପରେ ଟିକେ ଲଞ୍ଚ କଲୁ। ଲଞ୍ଚ କରିସାରିକି ପୁଣି ଆସିଗଲୁ ରୁମ୍କୁ ନେକ୍ସଟ ରେଷ୍ଟ ନେବା ପାଇଁ, କାହିଁକିନା ନେକ୍ସଟ ଡେ ଆମର ପୁଣି ଯିବାର ଥିଲା କନ୍ୟାକୁମାରୀ, ଯେଉଁ ସ୍ୱାମୀ ବିବେକାନନ୍ଦ ମେମୋରିଆଲ୍ ଅଛି ସେଇଠିକି।